ମାଛ ଖାଇବ ଆଉ ତାର ତେଲ ଖାଇବନି। ମାଛଠାରୁ ମାଛ ତେଲଟା ଖାଇବାକୁ ବହୁତ ଭଲ ଲାଗେ। ମାଛ ତେଲଟା ସିନା ପିତା ଲାଗେ କିନ୍ତୁ ଖାଇବା ପାଇଁ ବହୁତ ଟେଷ୍ଟ ଲାଗେ। ଆଉ ଆଜି ସବୁବେଳେ ତ ଆମେ ମାଛ ତେଲରେ କେବଳ ତେଲ ଭାଜିକି ଖାଉ। ଆଜି ସେ ଭଜା ତେଲରୁ ଗୋଟେ କିଛି ଏମିତି ଜିନିଷ ବନେଇବା ଯେଉଁଟାକି ଅତି ମୁଖରୋଚକ ହେବ। ସବୁବେଳେ ଏମିତି ପିତା ଖାଇ ଖାଇ ଭଲ ଲାଗୁନି, ମାନେ ମାଛ ତେଲ ତ ପିତା ଲାଗେ। ଚାଲନ୍ତୁ ଆଜି କିଛି ଏମିତି ଗୋଟେ ଡିଫରେନ୍ସ କରିବା ଯାହାଦ୍ୱାରା କି ଟିକେ ପିତାଂଶ କମ୍ ହେବ। ତାହେଲେ ଚାଲନ୍ତୁ ଆଜିକାର ଭିଡ଼ିଓ ଷ୍ଟାର୍ଟ କରିଦେବା। ପ୍ରଥମେ ଏମିତି ଆଳୁ ନେଇଯାଇଛି, ଆଳୁର ସାଇଜ୍ ଟିକେ ବଡ଼ ରଖିଛି। ଆଉ ପିଆଜ ଏମିତି ଚୌକ କରି ନେଇଛି, ରସୁଣରେ ଚୋପା ଛଡ଼େଇକି ନେଇ ଆସିଛି। ଆପଣ କ୍ୱାଣ୍ଟିଟି ଦେଖିକି ସବୁ ନେବେ, ଏଥିରେ କିଛି କୌଣସି ମାପ ନାହିଁ ଯେ କେମିତି କ'ଣ ନେବେ ବୋଲି। ଆଉ ଏଇ ଚପରରେ ଏସବୁକୁ ଏନେ ପୁରା ଚୁନ ଚୁନ କରିକି ଚପ୍ କରିଦେବା, ଯାହାଫଳରେ କି ଆଳୁ ଗୁଡ଼ା ବହୁତ ଶୀଘ୍ର ଚୁନ ଚୁନ କରିକି ହେବ। ଏଠି ସିଝା ଆଳୁ ନେବେନି, ସିଝା ଆଳୁ ନେଲେ ତା ଟେଷ୍ଟଟା ଏତେ ଭଲ ଆସିବନି। ଆଳୁକୁ ଏମିତି ପୁରା ଚୁନ ଚୁନ କରିକି କାଟିକି ନେଇ ଆସିବେ। ଯଦି ଚପର ଅଛି ସିଏ ତ ଆହୁରି ଭଲ କଥା, ବଢ଼ିଆ ସେ ହେବ। ଦେଖନ୍ତୁ ପୁରା ବଢ଼ିଆ ଭାବରେ ଚୁନ ଚୁନ ହେଇକି ପୁରା ଖଣ୍ଡ ଖଣ୍ଡ ହେଇକି ଆସିଛି। ଆଉ ଏଇଟା ହେଉଛି ମାଛ ତେଲ। ମୁଁ ମାଛ ତେଲକୁ ଏଠି ଭାଜିକି ନେଇ ଆସିଛି। ଅଳ୍ପ ଟିକେ ଭାଜି ଦେଇଥିଲି, ଥଣ୍ଡା ବି ହେଇଯାଇଥିଲା, ତ ସେଇଥିରୁ ମୁଁ ଏଇ ଆଇଟମଟା ଆଜି ବନଉଛି। ଦେଖନ୍ତୁ ବଢ଼ିଆ ଭାବରେ କଡ଼ା କରିକି ପୁରା ତେଲଟାକୁ ଭାଜିଦେବେ, ଯେମିତି ସବୁ ତେଲ ପୁରା ବାହାରିଯିବ। ତେଲକୁ ନିଗାଡ଼ି ଦେବେ। ନିଗାଡ଼ି ଦେଇ ସାରିଲା ପରେ ତେଲ ଅଂଶ ଯେଉଁ ଏଗୁଡ଼ା ଯେଉଁ ଆମର ମାନେ ଖଦଡ଼ ଅଂଶଟା ଯେଉଁଟା ଥାଏ ସେଇଟାକୁ ଆମେ ଏଇନେ ସେଥିରେ ଦେଇଦେବା। ଭଲ ଭାବରେ ଆଳୁ ସହିତ ମିଶାଇ ଦେବା ତେଲକୁ। ଆଉ ଯେଉଁ ମାଛରେ ଯେଉଁ ମାନେ ଏମିତି ନାଡ଼ି ଫାଡ଼ି ସବୁ ଥାଏ ସେଗୁଡ଼ାକୁ ଭଲ କରି କଡ଼ା କରିକି ଭାଜିକି ତାର ତେଲ ବାହାର କରିଦେବେ। ନହେଲେ କଞ୍ଚା ରହିଲେ ସେ ବହୁତ ଖରାପ ଲାଗିବ, ଭଲ ଲାଗିବନି ଖାଇବା ପାଇଁ। ପୁରା ଏମିତି କଡ଼ା କରିକି ଭାଜି ଦେଇକି ପୁରା ଆଳୁ ସହିତ ଏମିତି ମିଶାଇ ଦେବା। ପ୍ରଥମେ ଭଲ ଭାବରେ ତାକୁ ଚକୁଟି ଦେବା। ଆଉ ଏଠି ଏକ୍ସଟ୍ରା ପାଣି ଦେବାନି, କାହିଁକି ନା ଏଥିରେ ତେଲ ଅଂଶ ବହୁତ ଥାଏ, ଆଉ ଭାଜିଲା ବେଳେ ବି ବହୁତ ତେଲ ଆସିବ ସେଥିପାଇଁ। ଆଉ ଏଠି ମୁଁ ଦେଇ ଦେଉଛି ବେସନ। ବେସନର ପରିମାଣ ଟିକେ ବେଶୀ ନେବେ। ତାପରେ ଦେଇ ଦେଉଛି ଚାଉଳ ଗୁଣ୍ଡି। ଚାଉଳ ଗୁଣ୍ଡିଟା ଏଠି ଅପସନାଲ୍ ଅଛି, ମୁଁ ଏଠି କ୍ରିସ୍ପି କରିବା ପାଇଁ ନେଇଛି। ଆପଣମାନଙ୍କ ପାଖରେ ଯଦି ଥିବ ତାହେଲେ ଆପଣମାନେ ନିହାତି ଦେବେ। ତାପରେ ନେଇଯାଉଛି କର୍ଣ୍ଣଫ୍ଲାୱାର। କର୍ଣ୍ଣଫ୍ଲାୱାରଟା ଟିକେ ଦେବେ, ଏଠି ଟିକେ ମାନେ କ୍ରିସ୍ପି ହେବା ପାଇଁ କର୍ଣ୍ଣଫ୍ଲାୱାର ନିହାତି ଦେବେ। ତାପରେ ଟିକେ ଦେଇ ଦେଉଛି ଏଠି ଜିରା ପାଉଡ଼ର ଟିକେ ଦେଇଦେଲି, ଲଙ୍କା ପାଉଡ଼ର ଦେଇଦେଲି, ଆଉ ଟିକେ କାଶ୍ମୀରୀ ରେଡ଼୍ ଚିଲି ଟିକେ ଦେଇଛି, ଆଉ ହଳଦୀ ପାଉଡ଼ର ଦେଇ ଦେଉଛି, ସ୍ୱାଦ ଅନୁସାରେ ଲୁଣ। ଲୁଣଟା ଆପଣ ଦେଖି ନେବେ, କାହିଁକି ନା ତେଲରେ ତ ଏମିତି ଲୁଣ ଦିଆ ହେଇଥାଏ ଗୋଳା ହେଇକି। ଆଉ ସେଥିରେ ବେଶୀ ଆଉ ତେଲ ଆପଣମାନେ ଲୁଣ ୟୁଜ୍ କରିବେନି, ନହେଲେ ବହୁତ ଲୁଣିଆ ଲାଗିବ, ଖାଇବା ପାଇଁ ଏତେ ଟେଷ୍ଟ ତାର ଭଲ ଲାଗିବନି। ଆଉ ଟିକେ ଯେଉଁମାନେ ଯଦି ରାଗ ଖାଇବାକୁ ପସନ୍ଦ କରନ୍ତି ସେମାନେ ରାଗ ଅଂଶ ଟିକେ ବେଶୀ ଦେବେ। ଭଲ ତାକୁ ଦେଖନ୍ତୁ, ଏଇଠି ମୋର ଜମା ବି ପାଣି ଲାଗୁନି। ମୁଁ ପୁରା ଭଲ ଭାବରେ ତାକୁ ପୁରା ଚକୁଡ଼ି ଦେଉଛି, ପୁରା ମିଶାଇ ଦେଉଛି ଭଲ ଭାବରେ, ଯେମିତି ଗୋଟେ ମାନେ ବଡ଼ା ସେପ୍ର ଚାଲି ଆସିବ। ଏଇଟା ତେଲ ବଡ଼ା ମୁଁ ବନାଉଛି। ତେଲଟା ଏଠି ଗରମ ହେଇଗଲାଣି, ଏଇନେ ତେଲ ବଡ଼ାଟାକୁ ଦେଇଦେବା ପୁରା ବଡ଼ା ସେପ୍ କରିକି ଭଲ ଭାବରେ କଡ଼ା କରିକି ତାକୁ ଭାଜିଦେବା। ସବୁବେଳେ ତ ଆମେ ଏମିତି ତେଲ ଭାଜିକି ଖାଉଛେ, ଆଉ ବହୁତ ଲୋକ ଅଛନ୍ତି ଯେଉଁମାନେ କି ମାଛ ତେଲ ଖାଇବା ପାଇଁ ପସନ୍ଦ କରନ୍ତିନି, ସେମାନଙ୍କୁ ପିତା ଲାଗେ, ସେଥିପାଇଁ ସେ ଖାଇବାକୁ ଏତେ ପସନ୍ଦ କରନ୍ତିନି। ସେଇମାନଙ୍କ ପାଇଁ ଏଇ ଡିଶ୍ଟା ବହୁତ ବଢ଼ିଆ ହେବ। ସେମାନେ ଯଦି ଏମିତି ଥରେ ଟ୍ରାଏ କରନ୍ତୁ, ଦେଖିବେ ତାଙ୍କୁ ଏଇ ଡିଶ୍ଟା ବହୁତ ବଢ଼ିଆ ଲାଗିବ। ଯେଉଁମାନେ ଖାଉନାହାନ୍ତି ସେମାନେ ବହୁତ ମାନେ ଖୁସିରେ ବି ଖାଇବେ ଯେ ତାଙ୍କୁ ଏତେ ପିତା ଲାଗିବନି ଖାଇବା ପାଇଁ। ଆଉ ଯେଉଁମାନେ ତେଲ ଖାଇବାକୁ ପସନ୍ଦ କରନ୍ତି ସେମାନେ ତ ବହୁତ ଖୁସିରେ ଖାଇବେ। ଯେଉଁମାନଙ୍କର ତେଲ ପ୍ରିୟ ଆଉ ମାଛ ଖାଇବାକୁ ପ୍ରିୟ, ସେମାନେ ତେଲ ତ ନିଶ୍ଚୟ ଖାଇବାକୁ ତାଙ୍କୁ ଭଲ ଲାଗୁଥିବ। ମାଛ ତେଲ ଯେଉଁମାନଙ୍କ ପ୍ରିୟ ସେମାନେ ଏଇ ଆଇଟମଟା ନିଶ୍ଚୟ କରିବେ, ଆଉ ଦେଖିବେ ବହୁତ ବଢ଼ିଆ ଲାଗିବ। ଏଇଟା ଗୋଟେ ବଢ଼ିଆ ୟୁନିକ୍ ଆଇଟମ ଗୋଟେ। ଏମିତି ଗୋଟେ ବଡ଼ା କରିଦେବେ, ଆଉ ପୁରା କଡ଼ା କରିକି ବଡ଼ା କରିବେ। ଆଉ ଏଇଟା କେବଳ ଗରମ ଗରମ ହିଁ ଖାଇବାକୁ ବହୁତ ଭଲ ଲାଗେ। ଥଣ୍ଡା ହେଇଗଲେ ଏତେ ଶୀତ ଦିନ ଥଣ୍ଡା ହେଇଯିବ ବହୁତ ଶୀଘ୍ର। ଆପଣମାନେ ଏମିତି ଛାଙ୍କିବେ ତ ସାଙ୍ଗେ ସାଙ୍ଗେ ଗରମ ଗରମ କରି ଖାଇବେ, ତାହେଲେ ଯାଇକି ଏଇଟା ବହୁତ ଟେଷ୍ଟ ଲାଗିବ। ଆଉ ଥଣ୍ଡା ହେଇଗଲେ ଏତେ ଟେଷ୍ଟ ଆସିବନି ତାର, ଆଉ ବଢ଼ିଆ ଲାଗିବ ଖାଇବା ପାଇଁ। ପୁରା ଏଠି ପ୍ରସ୍ତୁତ ହେଇଗଲାଣି, ବଢ଼ିଆ ରକମ ପୁରା ଭାଜି ହେଇଯାଇଛି। ତା କଲର୍ଟା ଟିକେ ଦେଖନ୍ତୁ କେତେ ବଢ଼ିଆ କଲର୍ ଆସିଛି। ଆଉ ଏଥିରେ ଆଳୁଟା ନିହାତି ଦେବେ, ପିଆଜ ରସୁଣ ଆଳୁ ଏସବୁ ଦେବେ। ଆଉ ଆଳୁଟା ଯଦି ନଦେବେ ଏଇଟା ତେଲଟା ବାନ୍ଧିବନି, ସେମିତି ପୁରା ଝରଝର ହେଇକି ତେଲଟା ରହିବ, ଜମା ଛାଙ୍କି ହେବନି, ଖୋଲିଯିବ ଛାଙ୍କିଲା ବେଳକୁ। ଆଳୁଟା କିନ୍ତୁ ନିଶ୍ଚୟ ଦେବେ। ଆଉ ସିଝା ଆଳୁ ଟୋଟାଲି ଦେବେନି, ସିଝା ଆଳୁ ଦେଲେ ଭଲ ଲାଗିବନି। ଯଦି ଆପଣମାନଙ୍କର ପସନ୍ଦ ସିଝା ଆଳୁ ଦେଇ କରିବା ପାଇଁ ତାହେଲେ ଆପଣମାନେ ନିଶ୍ଚୟ କରିବେ।
ମୁଁ ଗୋଟେ ଥର ଏମିତି କାଢ଼ି ଦେଇଛି, ଆଉ ଥରେ ବି ଏମିତି ଦେଖାଉଛି। ଆଉ ଗୋଟେ ପକେଇ ଦେଇଛି ପୁରା ସବୁତକ ଏମିତି ପୁରା ବଡ଼ା ଛାଙ୍କି ଦେବି ପୁରା ଲାଲ ଲାଲ କରିକି। ଆପଣମାନେ ଯଦି ଏଠି କିଛି କୌଣସି ଫ୍ଲେଭର ପାଇଁ ଆପଣ ଯେକୌଣସି ମସଲା ବି ୟୁଜ୍ କରିପାରିବେ, ଯେମିତିକି ଚିକେନ୍ ମସଲା, ମିଟ୍ ମସଲା କିମ୍ବା ଫିସ୍ ମସଲା, ଆପଣଙ୍କୁ ଯେକୌଣସି ମସଲା ଫ୍ଲେଭର ପାଇଁ ଭଲ ଲାଗିବ ଆପଣମାନେ ଏଇଟା ୟୁଜ୍ କରିପାରିବେ ଜଷ୍ଟ ଟିକେ ଫ୍ଲେଭର ଆଣିବା ପାଇଁ। ଆଉ ବଢ଼ିଆ ଲାଗିବ ପୁରା ଖାଇବା ପାଇଁ। ଦେଖନ୍ତୁ ଏଠି ପୁରା ବଢ଼ିଆ ଲାଲ ଲାଲ ହେଇକି ପୁରା ଭାଜି ହେଇଯାଇଛି ବଡ଼ା ଗୁଡ଼ିକ ସବୁଯାକ। ଦେଖୁଛନ୍ତି ତ କେତେ ସୁନ୍ଦର ପୁରା କଲର ତାର ଆସିଛି, ଆଉ ଖାଇବାକୁ ପୁରା ବହୁତ ଟେଷ୍ଟି ହେଇଥିଲା ବଡ଼ାଟା। ପୁରା ତେଲରେ ବି ଏମିତି ବଡ଼ା ବନିପାରିବ। ଏଇଟା ଗୋଟେ ମୁଁ ବହୁତ ଭାବିଚିନ୍ତି କି ଯେଉଁମାନେ ତେଲ ଖାଇବାକୁ ପସନ୍ଦ କରୁନାହାନ୍ତି, ଯେଉଁମାନଙ୍କୁ ଖାଇବାକୁ ଭଲ ଲାଗେ କିନ୍ତୁ ସେମାନେ ପିତା ପାଇଁ ଖାଇପାରନ୍ତିନି, ବହୁତ ଭାବିଚିନ୍ତି ଏଇ ଆଇଟମ୍ଟା ଆପଣମାନଙ୍କ ପାଇଁ ମୁଁ ନେଇ ଆସିଛି। ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଯେ ଏଇ ଆଇଟମ୍ଟା ଆପଣମାନଙ୍କୁ କିପରି ଲାଗିଲା। ଯଦି ଆପଣମାନେ ଏମିତି ନୂଆ ନୂଆ ରେସିପି ଦେଖିବା ପାଇଁ ଚାହାନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ମୁଁ ଯେଉଁ ନୂଆ ନୂଆ ଭିଡ଼ିଓ ଛାଡ଼ିବି ଆପଣମାନେ ଦେଖିପାରିବେ। ଯେଉଁମାନେ ମାଛ ତେଲ ଖାଇବା ପାଇଁ ପସନ୍ଦ କରନ୍ତି ସେମାନଙ୍କ ପାଖକୁ ସେୟାର କରିଦେବେ, ଛୋଟ ଲାଇକ୍ଟି ନିଶ୍ଚୟ କରିଦେବେ। ପୁଣି ଦେଖା ହେବ ଆଗାମୀ ନୂଆ ଭିଡ଼ିଓ ନୂଆ ରେସିପି।